ପିଲାମାନେ ସେଟ୍ 5ର ଆନ୍ସର୍ କରିବା ଓକେ ଓକେ। ତ ପ୍ରଥମ କ୍ୱେଶ୍ଚିନ୍ ପିଲାମାନେ, ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ନା ପିଲାମାନେ ଇତିହାସ ଗୋଟେ ପଢ଼ିଥିଲା କହିଦେବା କେଉଁ ଗଳ୍ପ ନା ଗ୍ରାମ୍ୟ ଗଳ୍ପ ଓକେ ଛାଡ଼ିଦେବା ସ୍କିପ୍ କରିଦେବା। କାହାଠାରୁ ବଦ୍ରିନାଥ ମହତ୍ତ୍ୱ ବଢ଼ି ଉଠେ ବୋଲି କୁହାଯାଇଛି? ନା ଦରିଦ୍ରଠାରେ। ତାର ଆନ୍ସର୍ କରିଦେଉଛି ପିଲାମାନେ କେଉଁଠାରେ ନା ଦରିଦ୍ରଠାରେ। ଦରିଦ୍ରଠାରେ ହିଁ ବଦ୍ରିନାଥ ବଢ଼ି ଉଠେ ବୋଲି କୁହାଯାଇଛି ଓକେ। ଦେଖିନେବା ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି ପିଲାମାନେ? ନା ପୁଷ୍ପପୁର ନା ପାଟଳୀପୁତ୍ର ନା କୁସୁମ ନା ଉତ୍କଳ। ପିଲାମାନେ ସଠିକ୍ ଅଛି ଯେଉଁମାନଙ୍କୁ ଉତ୍କଳ ମାର ସେଇଟା ଠିକ୍ ଅଛି। କେଉଁ ଶାସନ ପ୍ରଭୁ କିମ୍ବା ଦାସ ଶୋଷକ କିମ୍ବା ଶୋଷିତାର କଳ୍ପନା କରାଯାଇପାରେ ନାହିଁ? ନା ପିଲାମାନେ ସଠିକ୍ ଆନ୍ସର୍ କେଉଁଟା କହିବ? ସମଷ୍ଟିଗତ ଗଣତନ୍ତ୍ର ବ୍ୟକ୍ତିଗତ ସ୍ୱାଧୀନ ଗଣତନ୍ତ୍ର। ପିଲାମାନେ ଆନ୍ଧ୍ରାପ୍ରଦେଶ ଛାତ୍ରଟି କ'ଣ ବିକି 10,000 ଟଙ୍କା ଲାଭ ଉଠାଇଥିଲା ବୋଲି କୁହାଯାଇଥିଲା? ନୋଟ୍ ବହି ନା ପ୍ରଶ୍ନପତ୍ର ନା ପ୍ରଶ୍ନପତ୍ର ନା ଖାତା କଲମ। ପିଲାମାନେ କେଉଁଟା ଆନ୍ସର୍ ହେଇଯିବ ନା ପ୍ରଶ୍ନପତ୍ର। ଗୋଟିଏ ଲେଖା ବାକ୍ୟରେ ଯେକୌଣସି 3ଟି ପ୍ରଶ୍ନର ଉତ୍ତର ଦିଅ। କ'ଣ ପୂର୍ବେ ଅପେକ୍ଷା ଉଜ୍ଜଳ ଆକାରରେ ପ୍ରତିଭାଦିତ ପଡ଼ିବନି? କିଏ ମଦାଳି ସହି ମାତଙ୍ଗଲି ଉପରେ ଚାଲନ୍ତି ନାହିଁ? ନା ଗ୍ରାମବାସୀ ନାରୀମାନେ ଓକେ। କେଉଁ ଶାସନରେ ଲୋକେ ନିଜକୁ ଶାସନ ନା ଗଣତନ୍ତ୍ରରେ? ପଡ଼ିଆରେ ଫସଲ ବୁଣିଲେ କ'ଣ ହେବ? ନା ଗୋରୁ ଚରିଯିବେ। ପିଲା 2 ମାର୍କିଆ କ୍ୱେଶ୍ଚିନ୍। ନା ମଣିଷ କେଉଁଠୁ ଅବତରଣ କରି ନରକ କଟିଯାଇଛି ଓକେ। ବାରିବାହ ଆଗମନରେ ପୁଷ୍ପ କିପରି ହୋଇ ଉଠିବ? ନା ସଜୀବ ଶ୍ୟାମଳ ହୋଇ ଉଠିବ। ଟିକେ ଡେସ୍କ୍ରାଇବ୍ କରିବ ଓକେ। ଗଣତନ୍ତ୍ର ଶାସନର ସ୍ୱାଭାବିକ ପରିଣତ କ'ଣ ବୋଲି କୁହାଯାଇଛି? ଉପଯୁକ୍ତ କରିପାରିବ। ତ ପିଲାମାନେ ଦେଖିନେବ ଏଇଟା କବିତା ସହ ଲେଖିବ ଓକେ। ତ 3 ମାର୍କିଆ ବି ଦେଖିନେବା ଟିକେ। ନା ଫରାସୀ ରାଷ୍ଟ୍ର ବିପ୍ଳବ କଥା ଶ୍ରବଣ କଲେ କ'ଣ ହେବ? ତ ପିଲାମାନେ ଏଇଟା କଟିଯାଇଛି କହିବା ଦେଖ। କେଉଁମାନଙ୍କୁ ନିରାଶ ନ କରି ବରିପାତ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି? ତ ପିଲାମାନେ ଏଇଟା କେଉଁଠି ଅଛି ନା ପୁଷ୍ପପୁର ବର୍ଷବରଣ ପ୍ରାବନ୍ଧିକ କୁଶଳଚନ୍ଦ୍ର ବାଣୀଗ୍ରାହୀ ଓକେ। ପିଲା 5 ମାର୍କିଆ କ୍ୱେଶ୍ଚିନ୍ ପିଲାମାନେ ଦେଖିନିଅ କେଉଁଟା ହେବ ନା ଏଇଟା ବି ଦେଖିନିଅ ତୁମକୁ ହେଲ୍ପ ହେବ। ତ ଇତିହାସରେ ପଢ଼ିଛି ଇତିହାସରେ କିଛି ଆମ ହେଲ୍ପଫୁଲ୍ ନାହିଁ ତ କଟିଯାଇଛି ଆମର ଏଇଠି। ଏଇଟା ପିଲାମାନେ ଓଲ୍ଡର ଗୋଟେ ଓକେ। ତ ଦେଖିନି ଆଗକୁ ବିଧାତା ଧର୍ମରୂପ ପଥ କ'ଣ ପାଇଁ ଗଢ଼ିଛନ୍ତି ବା କାହିଁକି ଗଢ଼ିଛନ୍ତି? ନା ସଂସାର ବାରିଧି ଅତିକ୍ରମ କରିବା ପାଇଁ ନା ଧର୍ମହୀନ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ନା ଧର୍ମ ପ୍ରଚାର ପାଇଁ ନା ରାଜ ଶାସନ ପାଇଁ? ତ ପିଲାମାନେ କ'ଣ ପାଇଁ ଗଢ଼ିଛନ୍ତି? ନା ସଂସାର ବାରିଧିକୁ ଅତିକ୍ରମ କରିବା ପାଇଁ। ସରସ ବର୍ଷଳି ଧ୍ୱଜାରିପୁ ଗଜାକୁଶ ଏଠାରେ ଧ୍ୱଜ ଶବ୍ଦର କ'ଣ? ନା ପତାକା। ନାନା ରଙ୍ଗେ ଚନ୍ଦ୍ର ଆତପି ଆଚ୍ଛାଦିତ ଅମ୍ବର ଏଠାରେ ଅମ୍ବର ଶବ୍ଦ ହେଉଛି ପିଲାମାନେ କେଉଁଟା? ଲୁଗା ଚାନ୍ଦୁଆ ଆକାଶ ସୂର୍ଯ୍ୟ। ତ ପିଲାମାନେ ସଠିକ୍ ଆନ୍ସର୍ ହେଇଯିବ। ତ ପିଲାମାନେ ଆକାଶ। ପୁଣ୍ୟ ମଜୁରୀ କବି ମଣିଷ ପୁତ୍ରକୁ କ'ଣ ହୁଅ ବୋଲି କହିଛନ୍ତି? ତ ପିଲାମାନେ ଇମ୍ପୋର୍ଟାଣ୍ଟ ଏଟା ଦଗ୍ଧ ହୁଅ ଭସ୍ମ ହୁଅ ଦେବତା ରୂପ ନେଇ କହୁଛନ୍ତି ଅତୀତରେ ହେବାକୁ କହୁଛନ୍ତି ନା କୈଫତ ମାଗିବାକୁ କହିଛନ୍ତି। ତ ପିଲାମାନେ କହୁଛନ୍ତି ଦଗ୍ଧ ହୁଅ ଭସ୍ମ ହେବାକୁ କହିଛନ୍ତି। ଗୋଟିଏ ଲେଖାରେ ପିଲାମାନେ 1 ମାର୍କିଆ କେଉଁଠି ମନୁଷ୍ୟ ମହତ୍ତ୍ୱ ସୂଚିତ ହୁଏ? ତ ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ତୁମେ ଏଇଟା ଦେବ ମନୁଷ୍ୟର ମହତ୍ତ୍ୱ କେଉଁଠି ଉଠେ? ତୁମେ କମେଣ୍ଟରେ ଦିଅ ପିଲାମାନେ। ଦୁଃଖୀଗିରିଙ୍କ ବଜ୍ର କିଏ? ରାମଚନ୍ଦ୍ର। ସୂର୍ଯ୍ୟଙ୍କର ହସରେ କ'ଣ ପ୍ରକଟିତ ହେଉଥିଲା? ନା ସୂର୍ଯ୍ୟଙ୍କ ହସରେ କ'ଣ ପ୍ରକଟ ହେଉଥିଲା? ପ୍ରଫେସିଟ୍ ଓକେ। ତ ପ୍ରୋନାଉନ୍ସ ଟିକେ ହେଉନି। ଜୀବନ ଯମୁନାରେ କିପରି ଜୁଆର ଆସେ? ଜୀବନ ଯମୁନାରେ ନା ହସି ମାଡ଼ିକରି ଆସେ ଓକେ। ଜୁଆର ଆସେ ହସି ମାଡ଼ିକରି ଆସେ। ପିଙ୍ଗଳା ଆପଣା ପ୍ରାଣକୁ ଆକୁଳ ପିଆସା କିପରି ଭୁଲିବ ବୋଲି ମନେ କରିଛନ୍ତି? ପିଲାମାନେ ତ ପଡ଼ିବନି ପଡ଼ିଯିବା। ପ୍ରଣୟ କି ବିଚିତ୍ର ବିଧାନ ଏବେ ଉପଲବ୍ଧ କରିଛି ସୀତାଙ୍କ ମନରେ କି? ତ ପିଲାମାନେ ଏଇଟା ହେଇଛି ଆମ କେଉଁଟା ନା ତପସ୍ୱିନୀ। ତ ଏଇଟା ହେଉଛି ପ୍ରଣୟ ବାର୍ତ୍ତା ରହିଛି ଓକେ। କେଉଁ ବିଷୟରେ କୈଫତ ମାଗିବା ପାଇଁ ଆଜି ବେଳ ଅଛି? ପିଲାମାନେ ବାର୍ତ୍ତା ଏଇଟା କେଉଁ ମନକୁ ବାହୁଡ଼ାଇ ନେବା ପାଇଁ କହୁଛନ୍ତି? ପିଲାମାନେ ଦେଖିନେବ 3 ମାର୍କିଆ କ୍ୱେଶ୍ଚିନ୍ ଏଇଟା। 5 ମାର୍କିଆ ବାର୍ତ୍ତା ଓ କବିତାର ପ୍ରତିଦିନ ଚେତନା ଦିଅ। ପିଲାମାନେ ଏଇଟା ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଗଣିତ କବିତା ମଣିଷର ଜୀବନ ଧର୍ମ ବିଚାର କର। ତ ପିଲାମାନେ 8 ବର୍ଷ ପଢ଼ିଥିଲେ ଏଇଟା। ଆଉ 1 ମାର୍କିଆ ପିଲାମାନେ ସୋମନାଥ କାହାକୁ ଆଶୀର୍ବାଦ କରିଥିଲେ? ନା ଅର୍ପଣାକୁ ହେମମାଳିନୀକୁ ଅରୁକୁ ବିଜୁକୁ। ତ ପିଲାମାନେ ସଠିକ୍ ଆନ୍ସର୍ ବିଜୁକୁ। କେଉଁଠି ରାୟବାହାଦୁରଙ୍କ ଏକାନ୍ତ ନିଜସ୍ୱ ଥିଲା ବୋଲି କୁହାଯାଇଛି? ନା ଭେଲଭେଟ୍ ବାକ୍ସ ଡୋର୍ ଚେଷ୍ଟ ଚାବି ଲେନ୍ଥା ନା ସ୍ୱର୍ଣ୍ଣପତ୍ର। ତ ପିଲାମାନେ ଡୋର୍ ଚେଷ୍ଟ। ବାବୁ ବଳରାମ ବଳବ ଚାକର ନାମ କ'ଣ ଥିଲା? ଗୋବିନ୍ଦା ପଦିଆ ମାଧିଆ ବିଦ୍ୟା। ତ ସଠିକ୍ ଆନ୍ସର୍ ପିଲାମାନେ ବିଦ୍ୟା।
ତାଙ୍କ ରାଜ୍ୟରେ କିଏ ଉଡ଼ିଯିବାର ଦେଖାଯାଏ ବୋଲି ବିଦେଶୀ ରାଜଦୂତ କହିଥିଲେ? ନା ଠେକୁଆ, ଘୁଷୁରୀ, ଶିଆଳ, ମଇଁଷି। ତ ମଇଁଷି ବଢ଼ିଆ। ତ ପିଲାମାନେ କାହା ଭଳି ନୁହଁ ଉଡ଼ିଯିବ କାହିଁକିନା ଘୁଷୁରୀ ଉଡ଼ିଯିବାର। ଓକେ ପିଲାମାନେ ବିଦେଶୀ ରାଜ୍ୟରେ କିଭଳି ବୃହତ୍କାର ବିହଙ୍ଗ ଅଛନ୍ତି ବୋଲି କହୁଥିଲେ? ନା ଏଇଟା ମହିଷୀ ହେଇଯିବ। ଓକେ ମହିଷୀ। ଓକେ 12 ପିଲାମାନେ 1 ମାର୍କିଆ। ସାନ ବାବୁ ସମ୍ପର୍କରେ ଅବଧାନ ମହାପାତ୍ର କ'ଣ କହିଥିଲେ? ନା ଇଏ ସବୁଠୁ ଜିତିଥିବ। ଓକେ ବେପାର କରିବା ସବୁଠୁ ଜିତିଯିବ ବା କହିଥିଲେ ମହାପାତ୍ର କ'ଣ କହିଥିଲେ? ନା ଏ ବେପାର କରିବା ସବୁଠୁ ଜିତିଯିବ ବୋଲି। ରାୟବାହାଦୁର ଅରୁଣକୁ କ'ଣ ଆଦେଶ ଦେଇଥିଲେ? ନା ନ୍ୟାସନାଲ୍ ଫ୍ଲାଗ ଆମର ଯେଉଁଟା ଅଛି କ'ଣ ନା ରାୟବାହାଦୁର ଅରୁଣକୁ କ'ଣ ଦେଇଥିଲେ? ନା ଫେରିଯାଅ କହିଥିଲେ ଅରୁଣକୁ, ତ ବିଜୁକୁ ନୁହଁ ଫେରିଯାଅ ବୋଲି କହିଥିଲେ। କେଉଁଥିରେ ମାଷ୍ଟରଜୀଙ୍କର ଅସାଧାରଣ ଦକ୍ଷତା ଥିଲା? ନା କେଉଁଠି? ତ ପିଲାମାନେ ଆନ୍ସର୍ ଦେବ ଏଇଟା କମେଣ୍ଟରେ। ଟୋକାମାନେ କେଉଁଠାରେ ଅଟକି ଯିବା ବାଧ୍ୟ ହୋଇଗଲେ? ତ ପିଲାମାନେ ସେ କଇଁଛ ପଡ଼ିବା ଯୋଗୁରୁ ପିଲାମାନେ ରହିବା ପାଇଁ ବାଧ୍ୟ ହୋଇଗଲେ। ଲେଖାଲେଖି ଲେଖିଦେବା ପିଲାମାନେ। ପାଞ୍ଜା ଗୋମାତା ଏଇଟା ଆମ ସଭ୍ୟ ଜମିଦାର। ଅଶୋକ ଏଇଟା ଆମ କେଉଁଟା? ନା ଏଇଟା ଦେଖିନେବ ସେକେଣ୍ଡ ୟୁନିଟ୍ର। ଅଶୋକ କେଉଁଠିର ପିଲାମାନେ? ସେ ଟିଚର୍ ଥିଲେ ନା ଟିକେ ରୁହ ପିଲାମାନେ।